ଶ୍ରୀ ଜଗନ୍ନାଥଙ୍କ ବିଷୟରେ ଜାଣିବା କଥା। ଶ୍ରୀ ଜଗନ୍ନାଥଙ୍କର ନବକଳେବର କାହିଁକି ହୁଏ? ଭାରତରେ କୌଣସି ଦେବତାଙ୍କର କଳେବର ପରିବର୍ତ୍ତନ ନାହିଁ, ଅର୍ଥାତ୍ ପ୍ରଥମ ଭିତରେ ଦ୍ୱିତୀୟ, ଦ୍ୱିତୀୟ ଭିତରେ ତୃତୀୟ ନାହିଁ। ଉପରକୁ ଯେପରି ଜଗନ୍ନାଥ ସମଷ୍ଟି ତିନି, ଭିତରେ ମଧ୍ୟ ସେହିପରି ବ୍ରହ୍ମଶ୍ଚ ବାସୁଦେବଶ୍ଚ ଅକ୍ଷର ବ୍ରହ୍ମମେବ ଚ। ସେହି ପ୍ରଥମ ଶାଶ୍ୱତ ବସ୍ତୁକୁ ଲୋକ ଯୁଗରେ ଥରେ ପୂଜା କରିବାକୁ ଶବରମାନଙ୍କୁ ଅଧିକାର ଦିଆଯାଇଛି। ଶବର ମତରେ ଯୋଡ଼ା ଉଷୁ ବା ଆଷାଢ଼ ପଡ଼ିଲେ ତାଙ୍କର ଆଦିଦେବ ଜନ୍ମ ହୁଅନ୍ତି। ସେହିପରି ଆମ ପ୍ରଭୁ ଜନ୍ମ ହେଉଛନ୍ତି 12 ବର୍ଷ ବିତିଗଲେ ଥରେ ଆଶ୍ଚର୍ଯ୍ୟପୂର୍ଣ୍ଣ ବ୍ରହ୍ମବୃକ୍ଷରୁ ବା ଦୈବୀ ଲକ୍ଷଣ ବିଶିଷ୍ଟ ଗଛରୁ, ଶାବର ସଭ୍ୟତା ନିମ୍ବ ବା ପବିତ୍ର ବୃକ୍ଷରୁ ହୁଅନ୍ତି। ଦ୍ୱିତୀୟ କଥା ହେଲା, ଏଇ ତ ମନୁଷ୍ୟ ଲୋକ। ମର ଲୋକର ପ୍ରଭୁ ଯଦି ଅମର ହେବେ, ତେବେ ସେ ଆଉ ଆମର କ'ଣ ପ୍ରଭୁ ହେଲେ? ଆମେ ତ ଅମର ଲୋକ ଅଛି ବୋଲି ଦେଖିନୁ। ଆମେ ଦେଖିଛୁ ଜନ୍ମ ଓ ମୃତ୍ୟୁ। ସେ ଯଦି ଅମର ଲୋକ ବା ଶୂନ୍ୟରୁ ଆସୁଛନ୍ତି, ଆମକୁ ଶୂନ୍ୟକୁ ନେବେ ବୋଲି ନିଅନ୍ତୁ, ମାତ୍ର ଆମ ପରି ଜନମ ମରଣ ଲୀଳାକୁ ସିଏ ଆଦରି ନେଇଛନ୍ତି। ତାହା ଶିକ୍ଷା ଦେବା ପାଇଁ ମୃତ୍ୟୁ ଯେମିତି ସତ୍ୟ, ଏଇତକ ବୁଝିଗଲେ ସବୁ ଧର୍ମ ହୋଇଯିବ, ସବୁ କିଛି ଚାଲିଯିବ, ସବୁ ପାପ ଧର୍ମ ହୋଇଯିବ। ଏଥିପାଇଁ ପ୍ରଭୁ କୈବଲ୍ୟ ବୈକୁଣ୍ଠର ଶିଆଳିଲତା ତଳେ ସମାଧି ନେଉଛନ୍ତି। ରାତି 3ଟା 11ରେ ପ୍ରକଟ ହେଉଛି, ତାହା ପୂର୍ବରୁ 3ଟା 9ରେ ଜନ୍ମ ନେଉଛନ୍ତି। ତେଣୁ ଜୀବର ସଞ୍ଚାର ପରେ ଜୀବର ସଂହାର, ତାପରେ ପୁଣି ପ୍ରକଟ, ଏଇ 3 ଲୀଳା ଧର୍ମଜଗତର ଏକମାତ୍ର ସତ୍ୟ। ଏହା କେବଳ ଜଗନ୍ନାଥ ଆଚରଣରେ ଦେଖାନ୍ତି। ତେଣୁ ସେ ହେଉଛନ୍ତି ପ୍ରତ୍ୟକ୍ଷ ଦେବତା। ଆଉ ସମସ୍ତେ ଅଧା ଠିକ୍, ଅଧା କଳ୍ପିତ। ପ୍ରଭୁ ଜଗନ୍ନାଥ ସମ୍ପୂର୍ଣ୍ଣ ବ୍ରହ୍ମ। ଏଥିରେ ଧର୍ମର କୁହେଳିକାକୁ ସୁଯୋଗ ଦିଆଯାଇ ନାହିଁ। କୋଇଲି ବୈକୁଣ୍ଠ କ'ଣ? ପୁରୀ ସ୍ୱର୍ଗଦ୍ୱାର ଯେପରି ଏକ ପବିତ୍ର ସ୍ଥାନ, କୋଇଲି ବୈକୁଣ୍ଠ ମଧ୍ୟ ସେହିପରି ଏକ ପବିତ୍ର ସ୍ଥାନ। ଏହା କୈବଲ୍ୟ ଶବ୍ଦର ଅପଭ୍ରଂଶ ଶବ୍ଦ। ଯେଉଁଠାରେ ପ୍ରଭୁଙ୍କର ନବକଳେବରରେ ଗୋଲୋକ ଗମନ ସମାଧି ଲୀଳା ଅନୁଷ୍ଠିତ ହୁଏ, ସେହି ସ୍ଥାନ ଦର୍ଶନରେ କୈବଲ୍ୟ ମୁକ୍ତି ମିଳେ। ତେଣୁ ଏହା କୈବଲ୍ୟ ବୈକୁଣ୍ଠ ନାମରେ ଖ୍ୟାତ। କୈବଲ୍ୟ ବୈକୁଣ୍ଠର ଅପର ନାମ ଦେବଶ୍ମଶାନ। ଏହା ପୂର୍ବରେ ବୈକୁଣ୍ଠେଶ୍ୱର ଶିବ ଓ ବିଷ୍ଣୁ ରହିଛନ୍ତି। ଏହି ପବିତ୍ରତମ ସମାଧି ଭୂମିର ପ୍ରହରୀ ତପସ୍ୱୀ ହନୁମାନ ଅଟନ୍ତି। ଏହି ମହାନ ଭୂମିରେ ପୁରାତନ ମୂର୍ତ୍ତି ଗୋଲୋକ ଶୟନ କରନ୍ତି। ରାତ୍ରିରେ ଏହି ସ୍ଥାନକୁ ଯିବାର ନିଷେଧ ଅଛି। ତେଣୁ ରାତ୍ରି ହେଲା ମାତ୍ରେ ଉତ୍ତର ଦ୍ୱାର ବନ୍ଦ ହୋଇଯାଏ। ଏହି ସ୍ଥାନର ରକ୍ଷଣାବେକ୍ଷଣ ନିମନ୍ତେ ସୁଆର ନିଯୋଗର ଭିତରେ ବୈକୁଣ୍ଠ ମଣ୍ଡପ ନିର୍ମିତ ହୋଇଛି। ଏହାକୁ ସାଧାରଣ ଆଗେ ଦର୍ଶନ କରୁନଥିଲେ। ଗୋପନୀୟ ଶିଆଳିଲତା ଏଇଠାରେ ଅବସ୍ଥିତ। ଜଗନ୍ନାଥ ଦାରୁ ବା କାଷ୍ଠରେ କାହିଁକି ହେଲେ? ଶାସ୍ତ୍ର ମତରେ ସଂସାର ଗୋଟିଏ ବୃକ୍ଷ। ବୃକ୍ଷ ବୋଇଲେ ଦାରୁ। ଦିବ୍ୟ ଶରୀରରୁ ଆତ୍ମା ଚାଲିଗଲେ ଏହି ଦେହ ଦାରୁରେ ପରିଣତ ହୁଏ। ସୂତିକା ଗୃହରେ ପିଲା ଜନ୍ମ ହେଲେ ପ୍ରୟୋଜନ ଦାରୁ ସେକିବା ପାଇଁ। ପ୍ରତିଦିନ ଅନ୍ନ ପାଇଁ ଜୀବର ଲୋଡ଼ା ଦାରୁ। ଦାରୁ ଘଷି ହୋଇ ଅଗ୍ନି ବାହାରେ। ତେଣୁ ଦାରୁ ହିଁ ଅଗ୍ନି ବ୍ରହ୍ମଙ୍କର ନିବାସ। ମରଣରେ ଦାରୁ ଦେହ ଦାରୁଯୁକ୍ତ ଅଗ୍ନିରେ ଅନ୍ତ ହୁଏ। ସଂସାର ଏକ ସମୁଦ୍ରରୁ ଏହି ଘୋର ସଂସାର ସମୁଦ୍ରକୁ ପାରି ହେବା ପାଇଁ ଦରକାର ହୁଏ ଦାରୁର ଡଙ୍ଗା। ଜଗତରେ ଯେତେ ଦ୍ରବ୍ୟ ଅଛି, ଅଗ୍ନିରେ ପଡ଼ିଲେ ଜଳିବ, ଗରମ ହୋଇଯିବ, ତାକୁ ଛୁଇଁ ହେବ ନାହିଁ। କିନ୍ତୁ ଏକମାତ୍ର ଦ୍ରବ୍ୟ କାଷ୍ଠ, ଯାହାର ଏକ ପାର୍ଶ୍ୱରେ ଜଳୁଥିବ ତ ଅପର ପାର୍ଶ୍ୱ ଶୀତଳ ଥିବ। ତେଣୁ ଦାରୁରେ ହିଁ ବ୍ରହ୍ମର ଗୁଣ ଅଛି। ସେ ତେଜ
ଓ ଶୀତଳତା। ତେଣୁ ସ୍କନ୍ଦ ପୁରାଣ ଶ୍ଲୋକରେ କୁହାଗଲା, ଏହା ଏକ ଗୁପ୍ତ ମୂର୍ତ୍ତି, ଏହା ସାଧାରଣ ଦୃଷ୍ଟିରେ ବିଚାରିବାର ନୁହେଁ। ଦାରୁ ବିଷୟରେ ବର୍ଣ୍ଣନା କରାଯାଇଛି, ଏବଂ ଜୀବନ ଦ୍ରୁମସ୍ୟ ସତାତ୍ମା ବିଲୟାନ୍ତରେ ସଦେହ ଭବତି ଦାରୁ ଦହନାର୍ଥ ବିଶେଷତଃ ଜନ୍ମେ ସୂତିକା ଗେହେ চ ତାପନାର୍ଥେ ପ୍ରୟୋଜନ ଅନ୍ନ ପ୍ରାଣମୟ ସାକ୍ଷାତ୍ ଦାରୁ ପଚନ କାରଣ ତାରଣାର୍ଥେ ଭବାବଧୌତ ଦାରବି ଉଡୁପ ତଥା ଦେହବସାନେ ଦାହାର୍ଥେ ଦାରୁ ଅନ୍ତିମ ଦ୍ରବକ ତୈଜସ ଶୀତଳଂ ଯତ୍ରଃ ସହ ତିଷ୍ଠନ୍ତି ଦାରବେ ଘର୍ଷଣେ ପ୍ରଭବନ୍ତି च ବହ୍ନି ବ୍ରହ୍ମାଗ୍ନି ରୂପିଣ ବ୍ରହ୍ମ ସତ୍ତାମୟ ଦାରୁଂ ସର୍ବକର୍ମେ ପ୍ରୟୋଜନଂ ତାରକଂ ଦ୍ରାବକଂ ସୌଖ୍ୟଂ ତଥୈବ ଦାରବିତନୁଃ ସଂସାର ତାରକ ଦେବଃ ପାବନ ପୁରୁଷୋତ୍ତମ ନୀଳମଣି ପୁରାଣେ ବୃକ୍ଷ ନିରୂପଣାଧ୍ୟାୟ। ଲିମ୍ବ ଗଛ ଦାରୁ ହେଲା କାହିଁକି? ଲିମ୍ବ, ପିପଳ, ବଟ, ପଳାଶ ଓ ବିଲ୍ୱ ପରି କେବଳ ଏକ ପବିତ୍ର ବୃକ୍ଷ ନୁହେଁ, ଏଥିରେ ଭଗବତ୍ ସତ୍ତା ରହିଛି। ମଳୟ ଲାଗିଲେ ତାହା ମଧୁର ହୁଏ, ଚନ୍ଦନ ହୁଏ। ଲିମ୍ବ ମଳୟ ସଂଯୋଗେ ମହାଗନ୍ଧରୁ ଭବେତ। ଆତ୍ମଦର୍ଶନ ଦିଗରୁ ବିଚାରିଲେ ପୂର୍ବାଚାର୍ଯ୍ୟଗଣ କହିଛନ୍ତି, ଜୀବନ, ଶରୀର, ଧନ, ଯୌବନ ସମସ୍ତଙ୍କର ପରିଣାମ ଦୁଃଖପୂର୍ଣ୍ଣ, କିନ୍ତୁ ନିମ୍ବ ପ୍ରଥମରୁ ପିତା, ତାହାର ପରିଣାମ ମିଠା। ତେଣୁ ନିମ୍ବରେ ମିଠା ଅଛି। ମଧୁରର୍ବେ ବ୍ରହ୍ମଃ ନୀଳମଣି ପୁରାଣ କହନ୍ତି। ଜୀବନ ବପୁ ସମ୍ବିନଃ ଯୌବନ ତିକ୍ତ କେବଳମ୍ ଆଦ୍ୟାନୁକୂଳ ମିଷ୍ଟଞ୍ଚ ପରିଣାମ ବୈଦୁଷ୍କରମ୍ ମହାଦାରୁମୟ ବ୍ରହ୍ମମ୍ ଆଦ୍ୟ ତିକ୍ତାନ୍ତେ ମିଷ୍ଟତୋଃ ଅପବର୍ଗାଣି ସର୍ବାଣୀ ବାରଣାର୍ଥ ଇଦଂ ବପୁଃ ଅଘ ବିନାଶକମିଷ୍ଟ ମୁଖ୍ୟ ଭୁକ୍ତି ପ୍ରଦାୟକଃ ସର୍ବବାଧା ହର ଦାରୁ ଲିମ୍ବେଣ ମହତି ତନୁଃ। ଭାରତୀୟ ଶୁଭକର୍ମରେ ଲିମ୍ବ ଡାଳ ପୋତାଯାଏ ଦୁର୍ଯୋଗ ନାଶ ପାଇଁ। ଜଗନ୍ନାଥ ସମସ୍ତ ଅପବର୍ଗ ଦୁର୍ଯୋଗର ନାଶକାରୀ। ତେଣୁ ଲିମ୍ବ ଗଛରେ ସେ ନିର୍ମିତ ହେଲେ। ପ୍ରଥମେ ଅପୌରୁଷେୟ କାଷ୍ଠ ଦୈବୀ ବଳରେ ଭାସି ଆସିଥିଲା। ତାହା ହିଁ ମଧୁରାତ୍ମକ ବସ୍ତୁ, ଯାହା ପ୍ରତିମୂର୍ତ୍ତିରେ ସର୍ବଦା ରହି ଆସିଛି। ଉପରକୁ ପ୍ରଭୁ ପିତା, କିନ୍ତୁ ଭିତର ମିଠା ବା ଦିବ୍ୟ ଅଟନ୍ତି। ତେଣୁ ବ୍ୟାସ ସାହିତ୍ୟରେ ଏହିପରି ଦାରୁ ମୂର୍ତ୍ତିକୁ ସମର୍ଥନ କରାଯାଇଛି। ମୁଖ୍ୟତଃ ଏହା ଶାବର ମତରେ ପବିତ୍ର ବୃକ୍ଷ ଅଟେ। ଶବରମାନଙ୍କର ଲିମ୍ବ ପବିତ୍ର ବୃକ୍ଷ ଅଟେ। ଶ୍ରୀ ଜଗନ୍ନାଥଙ୍କର ବ୍ରହ୍ମ କଣ? ପବିତ୍ର ଭାରତ ଭୂମିରେ କୋଟି କୋଟି ମୂର୍ତ୍ତି ପୂଜା ପାଆନ୍ତି। ସେଗୁଡ଼ିକ ପଥର, ଧାତୁ, ମଣି ଓ ଚିତ୍ରରେ ମୂର୍ତ୍ତିମାନ ଅଛନ୍ତି। କେବଳ ଜଗନ୍ନାଥ ମୂର୍ତ୍ତି ଦାରୁରେ ନିର୍ମିତ ମୂର୍ତ୍ତି ଅଟନ୍ତି। ଜଗନ୍ନାଥଙ୍କର ଏହି ଦାରୁ ବ୍ରହ୍ମ ମୂର୍ତ୍ତି ମଧ୍ୟରେ ଏକ ବ୍ରହ୍ମ ମୂର୍ତ୍ତି ଅଛନ୍ତି। ବାସ୍ତବରେ ସେହି ବ୍ରହ୍ମ ପଦାର୍ଥ ହେଉଛନ୍ତି ଏକ ଜ୍ୟୋତିଷ୍କର ପବିତ୍ରତମ ବସ୍ତୁ। ତାହାଙ୍କର ନାମ ଇନ୍ଦ୍ର ନୀଳମଣି ମୂର୍ତ୍ତି। ମହାଭାରତ ପରେ ଯେତେବେଳେ ସ୍ୱର୍ଗାରୋହଣ ପର୍ବ ପୂର୍ବରେ ଶ୍ରୀକୃଷ୍ଣଙ୍କ ଲୀଳା ସମ୍ବରଣ ହେଲା, ପାଣ୍ଡବମାନେ ଶ୍ରାଦ୍ଧାଦି ସାରି ତୀର୍ଥାଟନ ଆସିଲେ। ସେତେବେଳେ ଏହି ଜ୍ୟୋତିର୍ମୟ ଇନ୍ଦ୍ର ନୀଳମଣି ମୂର୍ତ୍ତିଙ୍କୁ କୃଷ୍ଣ ଜ୍ୟୋତି କହିଲେ। ବୌଦ୍ଧମାନେ ଏହାଙ୍କୁ ବୁଦ୍ଧ ଦେହାବଶେଷ କହିଲେ। ଜୈନମାନେ ଏହାକୁ କଳିଙ୍ଗ ଜିନ କହିଲେ, କିନ୍ତୁ ପ୍ରାଚୀନମାନେ ଏହାକୁ ଶିଳାବ୍ରହ୍ମ ବା ଶାଳଗ୍ରାମ ମନେ କଲେ। ଶିଳାବ୍ରହ୍ମ ସ୍ୱରୂପେଣ ଇନ୍ଦ୍ର ନୀଳମଣି ଦ୍ୱିତୀଃ। ତେଣୁ ଏହି ମୂର୍ତ୍ତି ମଧ୍ୟରେ ଏଠାରେ ଦେବତାମାନଙ୍କ ଦ୍ୱାରା ପୂଜା ହେଉଥିବା ଅତି ପ୍ରାଚୀନ ପବିତ୍ରତମ ଜୀବନ୍ତ ଶାଳଗ୍ରାମ ଥିବା ଆର୍ଯ୍ୟମାନେ ମନେ କରନ୍ତି। ଦଇତାପତିମାନେ କହନ୍ତି, ତାହା ହେଉଛନ୍ତି ବିଶ୍ୱାବସୁ ପୂଜା କରୁଥିବା ନୀଳମାଧବ ନାମକ ଜ୍ୟୋତିର୍ମୟ ମୂର୍ତ୍ତି। ସେ ଦଶାଙ୍ଗୁଳ ପରିମିତ ମହାତେଜମୟ ମୂର୍ତ୍ତି
ସାକ୍ଷାତ ମୁକ୍ତି ପ୍ରଦାୟକ ମୂର୍ତ୍ତି ବୋଲି କହନ୍ତି। ଜଗନ୍ନାଥ ସାଂସ୍କୃତିକ ପ୍ରଭୁ ହୋଇଥିବାରୁ ସେ ଯୁଗ ଯୁଗର ପ୍ରଭାବକୁ ଧରି ରଖିଛନ୍ତି ଏବଂ ମୂର୍ତ୍ତି ଗୋପନ ଭାବରେ ଏକ ଭାବଧାରାକୁ ସହସ୍ର ବର୍ଷ ଧରି ବାନ୍ଧି ରଖିଛି। ବହିରଙ୍ଗ ମୂର୍ତ୍ତି ଦାରୁମୟ ନାରାୟଣ, ସର୍ବୋପରି ଲେପମୟ ମୂର୍ତ୍ତି ପ୍ରଣବ ସ୍ୱରୂପ ଅଟନ୍ତି।